ପିଲାମାନେ ପୁଣି ଥରେ ଆଉ ଏକ ଭିଡ଼ିଓରେ ତମ ସମସ୍ତଙ୍କୁ ସ୍ୱାଗତ ଜଣାଉଛି। ପିଲେ ପୂର୍ବେ ଆମେ ଆଲୋଚନା କରିକି ଜାଣିଥିଲେ ପିଙ୍ଗଳାର ଅଭିସାର। ପିଙ୍ଗଳା କିଏ, ଅଭିସାର କ'ଣ ଏବଂ କବି ଏଠି କ'ଣ କହିବାକୁ ଚାହୁଁଛନ୍ତି, ଏତିକି ଯଦି ବୁଝିଯିବା କବିତାରେ ଅଧା ପାଠ ବୁଝିଯିବା। ବୁଝିପାରୁଛନ୍ତି ନାହିଁ? ତେଣୁ କବିତା ଟିକେ ଉପରକୁ ଯିବା, ପରନ୍ତୁ ପ୍ରଥମେ ଜାଣିବା ପିଙ୍ଗଳା କିଏ ଏବଂ ତାର ଅଭିସାର କ'ଣ। ଦେଖ ପିଲେ, ପିଙ୍ଗଳାର ଅଭିସାର ଦେଖିପାରୁଛ ପିଲେ, ସ୍କ୍ରିନକୁ ଦେଖ। ପିଙ୍ଗଳାର ଅଭିସାର କବି ରାଧାମୋହନ ଗଡ଼ନାୟକ। ତେଣୁ ଏଇ ଯୋଉ ପିଙ୍ଗଳାର ଅଭିସାର କବି ଏଇ ଯୋଉ କବିତାଟାକୁ କେଉଁଠି ଆଣିଛନ୍ତି ନା ଭାଗବତ ଏକାଦଶ ସ୍କନ୍ଧ। ବୁଝିପାରିଲେ? ଭାଗବତର ଏକାଦଶ ସ୍କନ୍ଧ, ଓଡ଼ିଆ ଭାଗବତର ଏକାଦଶ ସ୍କନ୍ଧର ନବମ ଅଧ୍ୟାୟରେ ପିଙ୍ଗଳା ବେଶ୍ୟା ଉପାଖ୍ୟାନ ସ୍ଥାନ ପାଇଛି। ବୁଝିପାରିଲା? ତାହେଲେ ପିଙ୍ଗଳା କିଏ ଆମେ ସମସ୍ତେ ଜାଣିଛେ ପିଲେ। ପିଙ୍ଗଳା ହେଉଛି ଗୋଟେ ବେଶ୍ୟା, ଗୋଟେ ଗଣିକା, ଗୋଟେ ଦେହଜୀବୀ, ଗୋଟେ ରୂପଜୀବୀ। ବୁଝିପାରୁଛନ୍ତି ନା? ଏବଂ ଏ କଥାକୁ କାହିଁକି ସେ ବର୍ଣ୍ଣନା କରିଛନ୍ତି, ଏହା ହେଉଛି ଭାଗବତର ମିଥ୍ ଆଧାରିତ ଏକ ଗାଥା କବିତା। ଗାଥା କବିତା କ'ଣ ଆମେ ସମସ୍ତେ ଜାଣିଛେ, ଯେଉଁଟାକୁ ପୁରାଣ କାହାଣୀ କିମ୍ବଦନ୍ତୀ ଏଥିରୁ କାହାଣୀ ନେଇକି ଯେଉଁଥିରେ କବିତା ରଚନା କରିଥିଲେ, ଯାହାକୁ ଗାଥା କବିତା କୁହାଯାଏ। ବୁଝିପାରୁଛନ୍ତି? ତେଣୁ ଏଠି କ'ଣ କୁହାଯାଇଛି, ପିଙ୍ଗଳା କିଏ ମାନେ ଯଦି ଆମେ କହିବା ଏଠି କବି କ'ଣ କହିବାକୁ ଚାହୁଁଛନ୍ତି ଦେଖିଲେ, ଅବଧୂତ କ'ଣ କରିଛନ୍ତି, ଯଦୁ ରାଜାଙ୍କ ନିକଟରେ ପହଞ୍ଚି ଆପଣାର ଆଦର୍ଶ ଜୀବନ ରହସ୍ୟ ଓ କେଉଁ ଗୁରୁଙ୍କ ଠାରୁ କି ଶିକ୍ଷା ଲାଭ କରି ସେ ନିଜକୁ ନିର୍ଦ୍ଦିଷ୍ଟ ମାର୍ଗରେ ପରିଚାଳନା କରୁଛନ୍ତି, ତାର ସୂଚନା ଦେଇଛନ୍ତି। ଆମେ ସେମିତି ଜାଣିଛେ ଆମ ଜୀବନରେ ପ୍ରତ୍ୟେକଙ୍କ ଜୀବନରେ ଗୁରୁର ସ୍ଥାନ ହେଉଛି ନିହାତି ଆବଶ୍ୟକ। ବୁଝିଲା? ଗୁରୁର ସ୍ଥାନ ନିହାତି ଆବଶ୍ୟକ ଅଛି। ଏବଂ ଗୁରୁଙ୍କ ବିନା ଗୁରୁ କିଏ, ଯିଏ ଅନ୍ଧାରରୁ ଯଦି ଆମେ ସର୍ଟକଟରେ କହିବା ବଲେ ଅନ୍ଧାରରୁ ଆଲୋକ ଯିଏ ନେଇଯାଆନ୍ତି ଏବଂ ବିନା ଗୁରୁରେ ଆମକୁ ମୁଖ୍ୟ ନାହିଁ। ତେଣୁ ଅବଧୂତ କରିଥାନ୍ତି, ଯଦୁ ରାଜାଙ୍କ ନିକଟରେ ପହଞ୍ଚି କହୁଛନ୍ତି ଯେ ଜୀବନକୁ କିଭଳି ନିର୍ଦ୍ଦିଷ୍ଟ ମାର୍ଗରେ ପରିଚାଳନା କରି, ସେଥିପାଇଁ କ'ଣ କରିବା, କେଉଁ ଗୁରୁଙ୍କ ଠାରୁ କି ଶିକ୍ଷା ଲାଭ କରି ଆମ ଜୀବନଟା ହେଉଛି ଶିକ୍ଷା ଦୀପ, ଗୋଟେ ବିଦ୍ୟାଳୟ। ବୁଝିପାରିଲା? ଶିକ୍ଷା ବିଦ୍ୟାଳୟ, ଜୀବନଟା ହେଉଛି ଗୋଟେ ବିଦ୍ୟାଳୟ। ଏବଂ ତମେମାନେ ବିଲେ ଅନବରତ କିଛି ନା କିଛି ଶିଖୁଛ, କାହାଠୁ କିଛି ନା କିଛି ଶିଖିବାରେ ଲାଗିଛ। ତେଣୁ ଅବଧୂତ ଯେଉଁ 24 ଗୁରୁଙ୍କ ମଧ୍ୟରେ, 24 ଗୁରୁଙ୍କ କଥା କହିଲେ, ସେ 24 ଗୁରୁଙ୍କ ମଧ୍ୟରେ ବିଜୟନଗରର ନଟି 12 ପିଙ୍ଗଳା ଜୀବନ ଯାକ ସେ କେତେ ରସିକ ମାନଙ୍କୁ ଖୁସି କରି ଅର୍ଜନ କରିଛି। ଅସୁମାରୀ ଅର୍ଥ। ତେଣୁ ପିଙ୍ଗଳା ବେଶ୍ୟା, ପିଙ୍ଗଳା ଗଣିକା, ଦେହଜୀବୀ, ରୂପଜୀବୀ, ନିଜର ଦେହକୁ ମାନେ ଅନ୍ୟ ପାଇଁ ବିକିକି କ'ଣ କରିଛି, ଜୀବନ ଯାକ କ'ଣ କରିଛି, ଅସୁମାରୀ ଅର୍ଥ ଅର୍ଜନ କରିଛି। ରସିକ ନାଗରକୁ ଖୁସି କରି ସେ ଅସୁମାରୀ ଅର୍ଥ ଅର୍ଜନ କରିଛି। ଦିନେ ସନ୍ଧ୍ୟାରେ ଜଣେ ସମ୍ଭ୍ରାନ୍ତ ବ୍ୟକ୍ତିଙ୍କ କ'ଣ କରୁଛି, ଦିନେ ସନ୍ଧ୍ୟା ସମୟରେ ଜଣେ ସମ୍ଭ୍ରାନ୍ତ ଧନୀ ଶ୍ରେଣୀର ବ୍ୟକ୍ତି ସଂକେତ ଦେଇ ଯାଇଛନ୍ତି ପିଙ୍ଗଳାକୁ ଯେ ତା ପୂର୍ବରୁ ଆସିବେ, ତା କେଳୁ ସଦନକୁ ଆସିବେ। ପରନ୍ତୁ ସେ ନ ଆସିବାରୁ ରାତି ଗୋଟେ ଗଡ଼ି ଯାଇଛି। ପ୍ରଥମେ ପ୍ରହର, ଦ୍ୱିତୀୟ ପ୍ରହର ଯାଇଛି, ପରନ୍ତୁ ଆଉ ସମ୍ଭ୍ରାନ୍ତ ଯୁବକ ଆସିନି। ପିଙ୍ଗଳା ମନେ ମନେ ଭାବିଛି, ଆଜି ସମ୍ଭ୍ରାନ୍ତ ଯୁବକ ଠାରୁ ପ୍ରଚୁର ଅର୍ଥ ମୁଁ ଆହରଣ କରିବି, ପ୍ରଚୁର ଅର୍ଥ ମୁଁ ସଂଗ୍ରହ କରିବି, ପରନ୍ତୁ ସେ ଯୁବକ, ଧନୀ ଯୁବକ ଆଉ ପିଙ୍ଗଳା ପାଖକୁ ଯାଇନାହାନ୍ତି। ବୁଝିପାରିଲେ? ରାତିର ପ୍ରଥମ ପ୍ରହର, ଦ୍ୱିତୀୟ ପ୍ରହର ଏବଂ ଏଇଭଳି ଭାବରେ ଘଟି ଯାଇଛି। ଏବଂ ପିଙ୍ଗଳା ଯେତେବେଳେ ଅପେକ୍ଷା ମାଣି ଓ ବାସନ ସଜା ଓ ଭାବାନ୍ତର ଘଟିଛି, ପିଙ୍ଗଳାର ବର୍ତ୍ତମାନ ଭାବାନ୍ତର ଘଟିଛି। କ'ଣ ଭାବାନ୍ତର ଘଟିଛି ଆମେ ଯଦି ଜାଣିଛେ, ଅନୁଶୋଚନା ହିଁ ମୁକ୍ତିର ସର୍ବଶ୍ରେଷ୍ଠ ମାର୍ଗ। ବୁଝିପାରିଲା? ପିଲା ସ୍କ୍ରିନକୁ ଦେଖ, ତମେ ମାନେ ଅନୁଶୋଚନା କଲ ତାହେଲେ ତମକୁ ମୁକ୍ତି ଶୀଘ୍ର ମିଳିଯିବ। ବୁଝିଲା? ଏଇଭଳି ଭାବରେ ପିଙ୍ଗଳା ଆଜି କ'ଣ କରିଛି, ନିଜ ଦେହକୁ ଅନ୍ୟ ଆଗରେ ଟେକି ଦେଇ ଏବଂ ବହୁତ ରସିକ ମାନଙ୍କୁ ସେ ଖୁସି କରେଇ ନିଜ ଦେହକୁ ବାଣ୍ଟି ଦେଇ ସେ ଯେଉଁ ଧନ ଅର୍ଜନ କରିଛନ୍ତି, ଯେଉଁ କ'ଣ କରିଛି, ସେ ଯେଉଁ ଇନ୍ଦ୍ରିୟ ସୁଖ ଲାଳସା ପାଇଁ ଅନ୍ୟ ସହିତ ସହବାସ କରିବା ପାଇଁ କ'ଣ କରିଛି, ତା ବେଡ଼ି ପତ୍ରକୁ ସଜାଇଛି। ପରନ୍ତୁ ଆଜି ସେ ଅପେକ୍ଷା କରିଛି ଧନୀ ଲୋକଙ୍କୁ, ସମ୍ଭ୍ରାନ୍ତ ଲୋକଙ୍କୁ, ଯିଏକି ଆସିକି ନାହାନ୍ତି ଏଠି। ତେଣୁ ପିଙ୍ଗଳାର ଅନୁଶୋଚନା ଘଟିଛି। ପିଙ୍ଗଳାର ଭାବିଛି, ମୁଁ କ'ଣ କରିଥିଲି, ଦେଖ ମୋ ଜୀବନ କ'ଣ ଏଇଆ, ଅନ୍ୟକୁ ଖୁସି କରିବା ପାଇଁ ମୁଁ କେତେ କ'ଣ ନ କରିଛି। ଏବଂ ସେ କ'ଣ କରିଛି, ତାର ଯଦି ଆମେ କହିବା କ'ଣ କଲେ,
ସହ ସୂଚନା ହିଁ ମୁକ୍ତି ସର୍ବଶ୍ରେଷ୍ଠ ମାର୍ଗ ସାଜିଛି। ପ୍ରହରକ ପରେ ଦ୍ୱିପ୍ରହରକ ସାଜିଛି। ଶେଷରେ ତୃତୀୟ ପହର ବେଳକୁ ପିଙ୍ଗଳର ଚେତନା ଜାଗ୍ରତ ହୋଇଛି। ତା ପୂର୍ବରୁ କାମନା ହେଉଛି ପରବର୍ତ୍ତୀ ସେ ଉପଲବ୍ଧି କରିଛି। ମୋ ପ୍ରାଣନାଥ ଅଛି, ମୋ ପ୍ରାଣନାଥ ଅଛି ବା ମୁଇଁ ନ ଦେଖେ ନ ବସେ। ତେଣୁ ଏଠି ତେଣୁ ସେଠି ସେ କହିଛନ୍ତି, ପିଙ୍ଗୁଳା କହିଛି ମୋ ପ୍ରାଣନାଥ ମୋ ପାଖରେ ଅଛନ୍ତି, ପରନ୍ତୁ ମୁଁ ଦେଇପାରୁନାହିଁ। ମୋ ମୁହଁ ବସରେ, ମୋ ଅଜ୍ଞାନ ଅନ୍ଧରେ ମୁଁ ଦେଇପାରୁନାହିଁ। ଧନ ସମ୍ପତ୍ତି ସକଳ ପ୍ରାଚୁର୍ଯ୍ୟ ରୂପ ଯୌବନକୁ ପଛରେ ଛାଡ଼ି ପିଙ୍ଗୁଳା ହୋଇଯାଇଛି ସନ୍ନ୍ୟାସିନୀ। ମୋଠୁ ଧନ ଧନ ସଂଗ୍ରହ କରି ଓଜନ ଦେହକୁ ବିକି ଓ ଅନ୍ୟର ରସିକ ନାଗରକୁ ସେ ସୁଖ ଦେଇ ଦେହ ସୁଖ ପ୍ରଦାନ କରିଛି। ବୁଝିପାରିଲା? ସେ ଯେଉଁ ଧନ ସମ୍ପତ୍ତି ଏବଂ ସକଳ ପ୍ରାଚୁର୍ଯ୍ୟ ଅର୍ଜନ କରିଛି, ରୂପ ଯୌବନକୁ ସବୁ ପଛରେ ଛାଡ଼ି ଦେଇଛି ଏବଂ ସେ ସନ୍ନ୍ୟାସିନୀ ହୋଇଛି। ବୁଝିପାରିଲା? ସନ୍ନ୍ୟାସିନୀ ହୋଇଯାଇଛି। ତା ଭିତରେ ଦିବ୍ୟ ଚେତନା ଦେଖାଯାଇଛି, ତା ଭିତରେ ବ୍ରହ୍ମଜ୍ଞାନ ଏବଂ ତାର ଯେଉଁ ଅନୁଶୋଚନା ଘଟିଛି ସେଥିରେ ତଦ୍ଧିକୃତ ହୋଇଯାଇଛି ତାର ଦେହ ମନ ପ୍ରାଣ ଏବଂ ତାଙ୍କୁ ଅସ୍ଥିର କରାଯାଇଛି। ଆଖିରୁ ଛଳି ପଡୁଛି ଅନୁଶୋଚନାର ଲତ। ତାପରେ ବୁଝିପାରୁଛ ନା ନାଇଁ? ଏବଂ ବୁଝିପାରିଲେ ପିଲା, ସେ ହଉଛି ଅଳିଭ। ଏସବୁ ସଂସାରରେ ଦେହ ସବୁ କିଛି ନୁହେଁ। ବୁଝିପାରିଲା? ଏ ସଂସାରରେ ଦେହ ସୁଖ କିଛି ନୁହେଁ। ଏ ସଂସାରରେ ସବୁ କିଛି ନୁହେଁ। ବୁଝିପାରିଲା? ଦେହ ସୁଖ ସବୁ କିଛି ନୁହେଁ। ସବୁଠୁ ଆମ ପ୍ରିୟ ପ୍ରାଣ କିଏ? ପ୍ରାଣର ଦେବତା ହଉଛନ୍ତି ଈଶ୍ୱର, ପ୍ରାଣର ନାଥ ଏବଂ ଆମର ସେଇ ପ୍ରେମିକ ପୁରୁଷ ଶ୍ରୀକୃଷ୍ଣ। ତେଣୁ ସବୁ କିଛି ଛାଡ଼ି ସେ ପିଙ୍ଗଳା ହୋଇଛି ସନ୍ନ୍ୟାସୀ। ବୁଝିପାରିଲା? ସେ ସନ୍ନ୍ୟାସୀ ନୀତିଙ୍କ ଉତ୍ତୋଳନରେ ସେ ଚିତ୍ତ ପ୍ରଦାନ କରିଛନ୍ତି ରାଧା ମୋହନ ଗଡ଼ନାୟକ। ଏବଂ ଏଇ ଯେଉଁ ପିଙ୍ଗଳା ମଧ୍ୟରେ ଏଇ ଯେଉଁ ଅନୁଶୋଚନାର ଘଟଣା ଘଟିଲା ବା ପିଙ୍ଗଳାର ମନସ୍ତତ୍ୱକୁ ବ୍ୟାଖ୍ୟା କରିଛନ୍ତି କବିବର ରାଧାମୋହନ ଗଡ଼ନାୟକ କଣ କରିଛନ୍ତି ଆଲୋଚନା କରିବା। ପିଲେ ଦେଖ, ଜାଣିଲ ପିଲେ ପିଙ୍ଗୁଳା କିଏ? ପିଙ୍ଗୁଳା ହଉଛି ବିଧେୟନଗରର ନଟି 12 ବିଳାସିନୀ ଏବଂ ଆମେ ଯଦି କହିବା ଜଣେ ଗଣିକା ବେଶ୍ୟା, ଯିଏକି ଦେହ ସୁଖ ପ୍ରଦାନ କରେ, ଯିଏକି କଣ କରେ? ପର ପୁରୁଷ ନିମନ୍ତ୍ରଣ କରେ। ବୁଝିପାରିଲା? ପର ପୁରୁଷଙ୍କୁ ନିମନ୍ତ୍ରଣ କରେ ଦେହଜ କାମନା ପାଇଁ ଏବଂ ଇନ୍ଦ୍ରିୟ ସୁଖ ଲାଳସା ପାଇଁ ଅନ୍ୟ ସହିତ ସହବାସ କରେ ଏବଂ ନିଜର କେଳିସ ଜଣଙ୍କୁ ସଜାଏ। ସେ ପିଙ୍ଗଳର ଆଜି ଅଭିସାର ଘଟିଛି। ଅଭିସାର କହିଲେ ଆମେ ସମସ୍ତେ ଜାଣିଛେ ପିଲେ, ଅଭିସାର କହିଲେ ନାୟକ ନାୟିକାଙ୍କର ମିଳନ ସ୍ଥଳ। ଯେଉଁ ମିଳନ ସ୍ଥଳରେ ନାୟକ ନାୟିକା ପରସ୍ପର ମିଶିଥାନ୍ତି ସଂକେତ ସ୍ଥାନକୁ, ଯେଉଁଟାକୁ ଭ୍ରମଣ ଆମେ କରୁଛେ। ପରନ୍ତୁ ଏଠି ଆମେ ଯଦି କହିବା ପିଙ୍ଗଳାର ଅଭିଶାପ କହିଲେ ପିଙ୍ଗଳାଟି କାହା ସାଙ୍ଗରେ ମିଶିଛି? ପିଙ୍ଗଳାଟି ଯାଇକି ମିଶିଛି ସେଇ ପ୍ରିୟତମ ପତିତ ପାବନ ସାଙ୍ଗରେ। ବୁଝିପାରୁଛ ନାହିଁ? ପ୍ରିୟତମ ପତିତ ପାବନଙ୍କ ସାଙ୍ଗରେ ସେ ମିଶିଛି। ବୁଝିପାରୁଛ ନାହିଁ? ଯାହାକୁ ପିଙ୍ଗଳାର ଅଭିସାର ବୋଲି କୁହାଯାଏ। ଆସ ପିଲେ ତେବେ ଆଲୋଚନା କରିବା କଣ କହୁଛନ୍ତି କବି ଏଠାରେ ଏବଂ କବି ଏଠି କଣ କହିବାକୁ ଚାହୁଁଛନ୍ତି। ଏତିକି ଯଦି ବୁଝିଯିବା କବିତାର ଅଧା ପାଠ ଆମେ ବୁଝିଯିବା। ବୁଝିପାରୁଛ ନାହିଁ? ତେଣୁ କବିତାକୁ ଉପରକୁ ଯିବା, ପରନ୍ତୁ ପ୍ରଥମେ ଜାଣିବା ପିଙ୍ଗଳା କିଏ ଏବଂ ତାର ଅଭିସାର କଣ। ଦେଖ ପିଲେ, ପିଙ୍ଗଳର ଅଭିସାର କବିବର ରାଧା ମୋହନ ଗଡ଼ନାୟକ। ଦେଖ କଣ ଅଛି ସ୍କ୍ରିନକୁ ଦେଖ। ନ ଆସିବ ଆଉ ରସିକ ନାଗର, ନ ଆସିବ ଆଉ ପୁରେ, ପାରବଧୂ ମୁଇଁ ପିଙ୍ଗଳା ଆଜି ଚାଲି ଯାଉଛି ଦୂରେ। ଫୁଲ ସେଜ ଆଉ ସେଜେଇବି ନାହିଁ ନୀତି ସାରା, ବସି କେଳି ଦୀପ ଆଉ ଜାଳିବି ନାହିଁ ମୁଇଁ ଶୂନ୍ୟ ସୁଆଗ ରସି। ବୁଝିପାରିଲା? ପିଙ୍ଗଳା କହୁଛି ବିଦେହ ନଗରର ରୂପଜୀବୀ ପିଙ୍ଗଳା ଧନ ଅର୍ଜନ ଉଦ୍ଦେଶ୍ୟରେ ଧନୀପୁତ୍ର ମାନଙ୍କୁ ଆମନ୍ତ୍ରଣ କରେ, ସେମାନଙ୍କୁ ଅଙ୍ଗ ସୁଖ ଦିଏ। ପିଙ୍ଗଳା ସେମାନଙ୍କୁ ଦେହ ସୁଖ ଅଙ୍ଗ ସୁଖ ଦେଇ ଚଳିବାର ସାମର୍ଥ୍ୟ ସଂଗ୍ରହ କରେ। ମନରେ ଅସୁମାରୀ ଆଶା ଏବଂ ଧନର ସଂଗ୍ରହ କରିବ। ପରନ୍ତୁ ଆଜି କଣ କରୁଛି? ଆଜି ତାର ବୈରାଗ୍ୟ ଜାତ ହୋଇଛି। ଧନୀ ପୁଅ ଆସିବ ବୋଲି କହିଥିଲା, ଧନୀ ପୁଅ ଆସିଲା ନାହିଁ ଏବଂ ଅଧିକ ଧନ ପାଇବା ଆଶାରେ ସେ ନିଜର କେଳି ଶବ୍ଦକୁ ବହୁତ ଭଲ ଭାବରେ ସଜାଇଥିଲା, ନିଜ ଦେହକୁ ବହୁତ ଭଲ ଭାବରେ ସଜେଇଥିଲା। ଏବଂ ତାପରେ କଣ ହେଇଛି? ପରନ୍ତୁ ସେ ଧନୀ ପୁରୁଷ ଯେହେତୁ ନ ଆସିଲେ ତା ମନରେ, ପିଙ୍ଗଳା ମନରେ ଦୁଃଖ ହଠାତ୍ ଜାତ ହୋଇଥିଲା ଏବଂ ବୈରାଗ୍ୟ ସୃଷ୍ଟି ହେଇଥିଲା ଏବଂ ସେ ଅନୁଶୋଚନା କରି କଣ କହିଲା?
କହିଛି ନ ଆସିବ ଆଉ ରସିକ ନାଗର। ହେ ରସିକ ନାଗର କହିଲେ କଣ? ରସିକ ନାଗର କହିଲେ ଆମେ ସମସ୍ତେ ଜାଣିଛେ ବିଲେ ନାଗରିକ ପ୍ରେମିକ ପୁରୁଷ ମାନେ ନ ଆସିବ ପୁରେ ପୁରକୁ ଆଉ ଆସିବ ନାହିଁ। କାହିଁକି ଆଉ ଆସିବ ନାହିଁ ରେ? ନା ଦେନ୍ ବାର ବଧୁମୟୀ ପିଙ୍ଗଳା ଆଜି ଚାଲି ଯାଉଛି ଦୂରେ। ବାର ବଧୂ ପିଙ୍ଗୁଳାମୟୀ ମୁଁ ଆଜି ଦୂରକୁ ଚାଲି ଯାଉଛି। କୋଉ ଦୂରକୁ ଚାଲି ଯାଉଛି ନା କହୁଛନ୍ତି ଫୁଲ ସେଜ ଆଉ ସଜାଇବି ନାହିଁ ନୀତି ସାରା ବସି କେଳି ଦୀପ ଆଉ ଜାଳିବି ନାହିଁ ମୁଇ ଶୂନ୍ୟ ସୁହାଗା ବସି। କହୁଛନ୍ତି ହେ ରସିକ ନାଗର ପିଙ୍ଗୁଳା କହୁଛି ହେ ରସିକ ନାଗର ଏ ପ୍ରେମିକ ପୁରୁଷ ଆଉ ଏ ପୁରକୁ ଆସିବନି, ଏ ପିଙ୍ଗୁଳା ପାଖକୁ ଆସିବନି, ଆଉ ଏ ପିଙ୍ଗୁଳା ଘରକୁ ଆସିବନି। ବାରବଧୂ ମୁଇ ମୁଇ ବାରବଧୂ କହିଲେ ବାର ବିଳାସିନୀ ରୂପଜୀବୀ ଦେହଜୀବୀ। ବାରବଧୂ ପିଙ୍ଗୁଳା ମୁଇ ଆଜି ଚାଲି ଯାଉଛି ଦୂରେ। ମୁଁ ଆଜି ଦୂରକୁ ଚାଲି ଯାଉଛି। ଆକାଶ ସାଜିଛି ଆଜି ତା ପାଇଁ ଚାନ୍ଦୁଆ, ବୁଝିପାରିଲା। ଏବଂ ତଳର ଘାସର ଗାଲିଚା ତା ପାଇଁ ସାଜିଛି ସେଜ। କେଳି ଶବ୍ଦକୁ ସେ ଭୁଲିବାକୁ ଯାଉଛି ଏବଂ କହୁଛି ଫୁଲ ସେଜ ଆଉ ସଜାଇବି ନାହିଁ ନିତି ରାତି ସାରା ବସି। ସେ କହୁଛି ପିଙ୍ଗୁଳା କହୁଛି କହୁଛି ଫୁଲ ସେଜ ମୁଁ ଯେଉଁ ଫୁଲ ସେଜ ସଜାଇ, ଯେଉଁ ଫୁଲ ସେଜରେ ବିଭିନ୍ନ ଧନୀ ଶ୍ରେଣୀର ପୁଅମାନେ ଆସି କଣ କରନ୍ତି? ରୂପର ସଉଦା କରନ୍ତି, ମୋ ଦେହର ସଉଦା କରନ୍ତି ଏବଂ ଅଙ୍ଗ ସୁଖରେ ଲାଭ କରି ମୋତେ ଧନ୍ୟ ଧାନ୍ୟରେ ପରିପୂର୍ଣ୍ଣ କରି ଫେରିଯାଆନ୍ତି। ସେ ଫୁଲକୁ ସେଜରେ ମୁଁ ଆଉ ସଜାଇବି ନାହିଁ, ସେ ଫୁଲକୁ ଆଉ ଯାଇ ଆଉ ସଜାଇବି ନାହିଁ। ନୀତି ସାରା ବସି ନୀତି ରାତି ସାରା ଅନିଦ୍ରା ରହି ଅନ୍ୟମାନଙ୍କୁ ଆଉ କଣ କରିବି ନାହିଁ? ଅନ୍ୟମାନଙ୍କୁ କଣ କରିପାରିବି ନାହିଁ? ବସାଇବି ନାହିଁ, ଅନ୍ୟମାନଙ୍କୁ ଆଉ ଖୁସି କରିପାରିବି ନାହିଁ, ଆନନ୍ଦ କରିପାରିବି ନାହିଁ। ଏବଂ ଆଉ କଣ କହୁଛନ୍ତି? କେଳି ଦୀପ ଆଉ ଜାଳିବି ନାହିଁ ମୁଇ ଶୂନ୍ୟ ସୁହାଗେ ବସି। କେଳି ଦୀପ କହିଲେ କେଳି ସଜନକୁ ଆଲୋକିତ କରିବା ପାଇଁ ଜଳୁଥିବା ସ୍ତମ୍ଭିତ ଆଲୋକ। କେଳି ଦୀପକୁ ଯାହାକୁ କେଳି ଦୀପ କୁହାଯାଏ, ବୁଝିପାରିଲେ। ବା ମିଳନ ସମୟରେ ଦୀପ ତାକୁ କେଳି ଦୀପ ବୋଲି କୁହାଯାଏ। ଏବଂ ଏଇଠି କହୁଛି ପିଙ୍ଗୁଳା ପିଙ୍ଗୁଳାଟି କହୁଛି କେଳି ଦୀପ ଆଉ ଜାଳିବି ନାହିଁ ମୁଇ ଶୂନ୍ୟ ସୁହାଗେ ବସି। କେଳି ଦୀପ ଆଉ ମୁଇ କେଳି ସହଜରେ କେଳି ଘରରେ ଯେଉଁ ଘର ମିଳନ ହୁଏ, ଯେଉଁ ଘରେ ମୁଁ ଆଉ କେଳି ଦୀପ ଜାଳିବି ନାହିଁ। ଶୂନ୍ୟ ସୁହାଗେ ବସି, ଶୂନ୍ୟ ସୁହାଗେ ଏ ଯେଉଁ ଶୂନ୍ୟ ଫାଙ୍କା ବା ଖାଲିଟାରେ ସୁହାଗେ କହିଲେ ଆଦରରେ ରସି, ଏ ଆନନ୍ଦରେ ଶୂନ୍ୟ ମାନେ ଫାଙ୍କା ଆଦରରେ ମୁଁ ଆଉ ରସି ଯାଇ ଭଜି ଯାଇ ମୁଁ ଆଉ କେଳି ଦୀପ ଜାଳିବି ନାହିଁ। ଆଚ୍ଛା ଦେନ୍ ଆଉ କଣ ଅଛି? କାହା ଆଗେ ଆଉ ଦେଖାଇବି ନାହିଁ ପିରତିର ଅଭିନୟ ନିଶାର ଆଶାର ସ୍ୱପ୍ନ ସମାନ ସକଳ ଭଜିଛି ଲାୟ ମୋହମୟ ମୋହର ଲଭିଅଛି ଆଜି ଦିବ୍ୟ ପରମ ଧନ ମରଦ ପଥର ଅମର ବନ୍ଧୁ ଅନ୍ତର ବିମୋହନ। ଏଠି କହୁଛନ୍ତି କବି ଦେଖିଲେ ପିଙ୍ଗୁଳାର ମନସ୍ତତ୍ଵକୁ ବଖାଣୁଛନ୍ତି କବି ଏବଂ କହୁଛନ୍ତି କାହା ଆଗେ ଆଉ ଦେଖାଇବି ନାହିଁ ପିରତିର ଅଭିନୟ। ପିଙ୍ଗୁଳା ସବୁଦିନ କଣ କରେ? ତା ପାଖକୁ ଯେ ଧନୀ ପୁତ୍ର ଆସନ୍ତି ସେ ତାଙ୍କେ ଆଗରେ ପିରତିର ଅଭିନୟ କରେ, ବୁଝିପାରିଲା। ପ୍ରେମର ଅଭିନୟ କରେ। ପ୍ରକୃତ ପ୍ରେମ ଗୋଟେ ବେଶ୍ୟା ପାଖରୁ କେବେ ମିଳିପାରିବ କି? ତା ପାଖରେ ଯାହାକୁ ତମେ ଯଦି ପିଲାମାନେ ଯଦି ତମମାନଙ୍କର ବୟସ ହେଇଗଲାଣି ପିଲେ ତମେ ମାନେ ମଧ୍ୟ ଏସବୁ କାମ କରୁଥିବ, ସେଇ ହିସାବରେ ତମେ ବୁଝିବାକୁ ଚେଷ୍ଟା କର ଯେ ଯଦି ତମେ ପ୍ରକୃତ ପ୍ରେମ ଯୋଉ ଝିଅଠୁ ତମେ ଆଶା କରିବା ପାଇଁ ଚାହୁଁଛ ସେ ଯଦି ଗୋଟେ ବେଶ୍ୟା ହେଇଥିବ, ତମେ କେବେ ତାଠୁ ଭଲ ପ୍ରେମର ଆଶା ଯୋଉ ରଖିଛ କେବେ ପାଇବ କି? ପାଇବନି, କେବେ ବି ଆଶା କରିବ ନାହିଁ ସେଇଥିପାଇଁ। ତାହେଲେ ଏଇଟା ଥିଲା ଏଇଟା କହୁଛନ୍ତି ଯେ ଆଗେ କାହା ଆଗେ ଆଉ ଦେଖେଇବି ନାହିଁ ପିରତିର ଅଭିନୟ। ତେଣୁ ପିଙ୍ଗଳ ପାଖକୁ ଯେଉଁମାନେ ସବୁ ଆସିବେ ତାଙ୍କ ଆଗରେ ଆଉ ପ୍ରେମର ଅଭିନୟ କରିବି ନାହିଁ। କାହିଁକି ନା ତାଙ୍କୁ ପ୍ରେମିକ ପୁରୁଷ ମିଳିଯାଇଛନ୍ତି, ଶ୍ରୀକୃଷ୍ଣ ମିଳିଯାଇଛନ୍ତି, ବୁଝିପାରିଲେ। ଦିବ୍ୟ ଜ୍ଞାନ ଜାତ ହୋଇଛି ତାଙ୍କିଠି ଏବଂ ତାଠି ବୈରାଗ୍ୟ ଭାବଜାତ ହୋଇଛି। କାହିଁକି ବୈରାଗ୍ୟ ଭାବ ଆସିଲା? ତମେ ମାନେ ପଚାରିବ ସାର୍ ମାନେ ପୂର୍ବ ଜନ୍ମ ଫଳରୁ ତାଙ୍କ ଭିତରେ ବୈରାଗ୍ୟ ଜାତ ହୋଇଛି, ବୁଝିପାରିଲା। ଏବଂ ପିଙ୍ଗୁଳା ଆଉ କଣ କହୁଛନ୍ତି କହିଲେ ନିଶାର ଆଶାର ବୁଝିଲେ ଏଇ ଯୋଉ ଅଛି ଏସବୁ ପିଲେ ପରବର୍ତ୍ତୀ ସମୟରେ ଆଲୋଚନା କରିବା, ଠିକ ଅଛି। ତାହେଲେ ଆଜି ପାଇଁ ବି ସେତିକି।